ओम नमः शिवाय। हैप्पी न्यू ईयर। सर्वेषां स्वस्तिरस्तु। आज 31 तारीख बुधवार, वर्षर ओ मासर शेष दिन। आमे मेष राशिधारी बंधु कहवा, हे बंधुगण, आज वर्षर ओ मासर शेष दिन। सबू सरीगलाणी, घरे आउ किछि नाई। आज खटिले खाइबा, हाथ को दी पैसा आसीबो जदि कर्मठ हेबा, नहले असुविधा रूपक बुढ़ी आनी जाली रे पड़ीजिबा, घांटी चकटी हेबा। मेष राशिर जनता बुधवार 31 तारीख सकाळ 9:23 जाए सतर्कता अवलंबन करिबा उचित। से जाए घात और रक्तपात जोग अछि। 9:23 जाए बुद्धि विद्या और विवेक द्वारा कर्मठ हेले भल आय भी हेबो। कृत्तिका नक्षत्रर लाभ जोग अछि। 9:23 परे मन व्याकुल हेबो। हरबर हेतु सबु काम एपट सेपट होइजिबो। धनागम बढ़िले भी कुटुंबरे कलह हेबो। बारंबार दर्पण रे निज मुख देखंतु ना। बारंबार दर्पण रे निज मुख देखंतु। ये सबु दोष खंडन ही जीवो। चेष्टा करंतु सुखरे रहिया पाई। वृष राशिर जनगण बुधवार 31 तारीख धन को काहाकू 9:25 दियंतुनी। 9:25 पर्यंत काहाकू भी धन दियंतु नाही। वृष राशिर जनगण शुणंतु, बुधवार 31 तारीख 9:25 जाए काहाकू धन दियंतु नाही। व्यय बढ़ीजिब, देह सामान्य खराब हेबो। दाम्पत्य कलहर सूत्रपात हेबो। मात्र 9:25 परठारु समस्त सुख सुविधा मिलिबो। आय अमल बढ़ीजिब। आयर समस्त पंथा खोलीजिब। स्वास्थ्य समस्यार समाधान होइजिब। खाद्य पेय बसन भूषण देवदर्शन और भ्रमण प्रभृति सुजोग आसीबो। कृत्तिका नक्षत्रर 1:29 जाए अशुभ। रोहिणी नक्षत्रर 1:30 ठारू अशुभ समय आरंभ हेबो। बंधुगण, मिथुन राशिर जन समुदाय 31 तारीख बुधवार 9:25 जाए शीत वस्त्र त्याग करी कर्मठ हेले धर्म लक्ष्मींकर करुणा मिलिबो। शीत सकाळ जदि आमे घोड़ी होई घरे अलस भांगिबा, ताहले लक्ष्मी छाड़ी पड़ेबे। 9:25 जाए धन लाभ जोग अछि। एणु शीत 9:25 जाए शीत वस्त्र त्याग करी कर्मठ हेले धन लक्ष्मी करुणा मिलिबो। 9:25 जाए भल आय अमल हेबो। नूतन आय भी हेबो। दिन 1:29 जाए आर्द्रा नक्षत्रर अशुभ। 1:30 परठारु पुनर्वसुर अशुभ काल आसीबो। सकाळ 9:25 परठारु क्रमशः आय अमल कमी कमी जीव। खर्च बढ़ी बढ़ी जीव। देह मुंडरे व्यथा हेबो।
ଏହା ଜାଣି ସକାଳୁ ସକାଳୁ କାହାକୁ କିଛି ଦିଅନ୍ତୁନି। ଆଜି ବ୍ୟୟ ବର୍ଦ୍ଧିତ ଦିବସ। ବ୍ୟୟ ବଢ଼ି ବଢ଼ିଯିବ ମିଥୁନ ରାଶିର। କର୍କଟ ରାଶିର ଲୋକେ ଜାଣନ୍ତୁ ଯେ ବୁଧବାର 31 ତାରିଖ 1:29 ଯାଏ ପୁଷ୍ୟାର ଅଶୁଭ କାଳ। 1:30 ଠାରୁ ଅଶ୍ଳେଷାର ଅଶୁଭ ସମୟ ଆରମ୍ଭ ହେବ। ଆଜି ନାନା ବାଧାବିଘ୍ନ ସୃଷ୍ଟି ହେବ। କାରଣ ଆଜି ଘାତବାର, ବୁଧବାର ଘାତବାର। ଆଜି କର୍ମବାର ହେଲେ ବି ସମସ୍ତ ଯୋଜନା ସାର୍ଥକ ଓ ସଫଳ ହେବ। ଆଜି ଗୋଟିଏ କର୍ମବାର। ଆଜି କର୍ମ କରିବା ପାଇଁ ବିଧାତା ସବୁ ସୁଯୋଗ ଯୋଗାଇ ଦେବେ। ତେଣୁ ସମସ୍ତ ଯୋଜନା ସାର୍ଥକ ଓ ସଫଳ ହେବ। ସୁଖ ସମାଚାର ଶୁଣି ଖୁସି ହେବେ। ରୋଗ ବ୍ୟାଧି ମୁକ୍ତ ହେବେ। 9:25 ପରଠାରୁ ଆୟ ଅମଳ ବଢ଼ିଯିବ। ସମସ୍ତ ବୃତ୍ତିର ବିକାଶ ହେବ। ଭୋଜନ, ଶୟନ, ଭ୍ରମଣ, ଦର୍ଶନ ଓ ବନ୍ଧୁ ସମ୍ପର୍କ ମଧୁମୟ ହେବ, ରୁଚି ମୁତାବକ ହେବ। ସିଂହ ରାଶି ପାଇଁ ଏହି ଖବର। ଆଜି ବୁଧବାର 31 ତାରିଖ, ଏଣୁ ସେମାନେ ବନ୍ଧୁ ସାହାଯ୍ୟ ପାଇବେ। ବୁଧ ଆଉ ରବିଙ୍କର ସମ୍ପର୍କ ମଧୁମୟ। ଏଥିପାଇଁ ସେମାନେ ଆଜି ବନ୍ଧୁ ସାହାଯ୍ୟ ପାଇବେ। ସେମାନଙ୍କର ମଘା ନକ୍ଷତ୍ର 1:29 ଯାଏ ଅଶୁଭ ଫଳ ଭୋଗିବେ ଏବଂ ପୂର୍ବ ଫାଲ୍ଗୁନ ନକ୍ଷତ୍ର 1:30ରୁ ଅଶୁଭ ସମୟ ଆସୁଛି ବୋଲି ସତର୍କ ହେବେ। ବୁଧ ରବିଙ୍କର ମିତ୍ର ହେତୁ ବିଶେଷ ବିପଦ ନାହିଁ। ମାତ୍ର 9:25 ଯାଏ ନୀରବତା ରକ୍ଷା ନ କଲେ ଅପମାନିତ ହେବାକୁ ପଡ଼ିବ। ସକାଳ 9:29 ଯାଏ ଚୁପଚାପ ରହନ୍ତୁ। 9:25 ପରଠାରୁ ଆୟ ଯୋଜନାକୁ ସଫଳ କରିବା ପାଇଁ ଯତ୍ନଶୀଳ କରିବେ। ବିଧାତା ସମସ୍ତ ଯୋଜନାକୁ ସଫଳ କରିବା ପାଇଁ ଚିନ୍ତା କରିଛନ୍ତି। ଆୟ ଅମଳ ଭଲ ହେବ। ଦେହ ସୁସ୍ଥ ରହିବ। ସମସ୍ୟା କିଛି ନାହିଁ। କିନ୍ତୁ 9:25 ଯାଏ ଟିକେ ଚୁପଚାପ ରହିଲେ ଭଲ। ଯଦି କାହାକୁ କିଛି କହିବେ କି ମାଗିବେ କି ପରାମର୍ଶ ଦେବେ, ତାହେଲେ ସେ ସବୁ ଅପମାନର ରୂପ ନେଇ ଆକ୍ରମଣ କରିବ। ସାବଧାନ। କନ୍ୟା ରାଶି ଲାଗି ବୁଧବାର 31 ତାରିଖ ବିଶେଷ ଶୁଭ ଖବର ନାହିଁ। ବିଶେଷତଃ ଗତକାଲିର ଅସୁସ୍ଥତା ଆଜି ସକାଳ 9:25 ଯାଏ ରହିବ। ତା ପରଠାରୁ ଅପମାନ ମିଳିଲା ଭଳି ପରିବେଶ ସୃଷ୍ଟି ହେବ। ମାନସିକ ଅଶାନ୍ତି ଜନିତ ଦୁଃଖ ଅସ୍ତବ୍ୟସ୍ତ କରିବ। 1:29 ଯାଏ ଉତ୍ତର ଫାଲ୍ଗୁନ ନକ୍ଷତ୍ରର ଅଶୁଭ। 1:30 ପରଠାରୁ ହସ୍ତା ନକ୍ଷତ୍ରର ଅଶୁଭ ସମୟ ଆରମ୍ଭ ହେବ। ଆୟ ରୋଜଗାର, ବ୍ୟବସାୟ, କୃଷି, ଅମଳ ଓ ସେବାରେ ବାଧା ସୃଷ୍ଟି ହେବ। ସମସ୍ତ ବାଧା ବନ୍ଧନ ବିଘ୍ନ ଭିତରେ ଆଜି କନ୍ୟା ରାଶିର ଲୋକେ ଦୁଃଖ ଭୋଗିବେ। 31 ତାରିଖ ବୁଧବାର ତୁଳା ରାଶି ପାଇଁ ଏକ ସ୍ୱତନ୍ତ୍ର ଆୟ ବ୍ୟବସ୍ଥା ହେବ। ସ୍ୱତନ୍ତ୍ର ଆୟ ବ୍ୟବସ୍ଥା ହେବ। ଆଜି ସ୍ତ୍ରୀଙ୍କର ଅର୍ଥ କିଛି ସ୍ୱାମୀଙ୍କୁ ମିଳିବ ବା ସ୍ୱାମୀଙ୍କର ଅର୍ଥ କିଛି ସ୍ତ୍ରୀକି ମିଳିବ। ଶ୍ୱଶୁର ଘରୁ ଶାଶୁ ଶ୍ୱଶୁର ବୋହୂକୁ ବା ଶାଶୁ ଶ୍ୱଶୁର ଜ୍ୱାଇଁଙ୍କୁ କିଛି ଉପହାର ଦେବେ। ମାନେ ମୋଟାମୋଟି ଭାବରେ 31 ତାରିଖ ବୁଧବାର ତୁଳା ରାଶି ପାଇଁ ଏକ ସ୍ୱତନ୍ତ୍ର ଆୟ ବ୍ୟବସ୍ଥା ହେବ। ନୂଆ ଦରମା ପାଇ ସ୍ତ୍ରୀ ସ୍ୱାମୀଙ୍କୁ ବା ସ୍ୱାମୀ ସ୍ତ୍ରୀଙ୍କୁ ଦେବେ କିମ୍ବା ଶ୍ୱଶୁର ଘରୁ ବୋହୂ ପାଇଁ ବା ଜ୍ୱାଇଁ ପାଇଁ ଉପହାର ଆସିବ। ଏହା ପାଇ ପ୍ରଫୁଲ୍ଲିତ ହେବେ। 1:29 ଯାଏ
ସ୍ୱାତୀ ନକ୍ଷତ୍ରର ଅଶୁଭ ସମୟ ରହିବ। 1:30ରୁ ବିଶାଖା ନକ୍ଷତ୍ରର ଅଶୁଭ ସମୟ ଆରମ୍ଭ ହେବ। ସକାଳ 9:25 ଯାଏ ଧନ ସଂକ୍ରାନ୍ତୀୟ ଯଥେଷ୍ଟ ଶୁଭକର ମିଳିବ। ଆୟ ଅମଳ ଭଲ ହେବ। ମାତ୍ର 9:25 ପରଠାରୁ ଦେହ ଅସୁସ୍ଥ ହେବା ଆରମ୍ଭ ହେବ। ଦେହର ଯତ୍ନ ନ ନେଲେ ଏହା ଗୁରୁତର ସମସ୍ୟା ସୃଷ୍ଟି କରିବ। ସାବଧାନ। ବୁଧବାର 31 ତାରିଖ ବିଛା ରାଶିର ଅନୁରାଧା ନକ୍ଷତ୍ରର 1:29 ଯାଏ ଅଶୁଭ। 1:30ରୁ ଜ୍ୟେଷ୍ଠାର ଅଶୁଭ ସମୟ ଆରମ୍ଭ ହେବ। ବୁଧବାର ହେତୁ ସାବଧାନ ରହିବା ଭଲ। କାହିଁକି? ବିଛାର ଅଧିପତି ମଙ୍ଗଳ ବୁଧଙ୍କର ଶତ୍ରୁ। ଏଣୁ ବାରଦୋଷ ଅଛି। ସକାଳ 9:25 ଯାଏ ଯେପରି ଆୟ ରୋଜଗାର ଅମଳ ହେବ, 9:25 ପରଠାରୁ ଏହା ବଢ଼ିଯିବ, ବହୁତ ବଢ଼ିଯିବ। କ୍ରମଶଃ ବଢ଼ି ବଢ଼ି ଶିଖରରେ ପହଞ୍ଚିବ। ସମସ୍ତ ବୃତ୍ତିଧାରୀ ଏହି ଆୟ ପାଇଁ ପ୍ରଫୁଲ୍ଲିତ ହେବେ। ଭୋଜନ, ଶୟନ, ଭ୍ରମଣ, ଦେବଦର୍ଶନ ଆଦି ସୁଯୋଗ ଆସିବ। ବିଛା ରାଶି ପାଇଁ ବୁଧବାର 31 ତାରିଖ ଧନୁ ରାଶିର ଲୋକେ ଆଜି ପ୍ରଭୂତ ଆନନ୍ଦ ପାଇବେ। ମାତ୍ର 1:29 ଯାଏ ମୂଳା ନକ୍ଷତ୍ରର ଅଶୁଭ ରହିବ। 1:30 ଠାରୁ ପୂର୍ବାଷାଢ଼ର ଅଶୁଭ ସମୟ ଆରମ୍ଭ ହେବ। ଆଜି ପୁତ୍ର ସନ୍ତାନ ସମ୍ବନ୍ଧୀୟ କଷ୍ଟ ଆପଣଙ୍କୁ ବିଚଳିତ କରିପାରେ। ଧନୁ ରାଶିର ଲୋକେ ଆଜି ପୁତ୍ର ଚିନ୍ତାରେ ବ୍ୟଥିତ ହେବେ। 9:25 ଯାଏ ଜଣେ ମଣିଷ ପାଇଁ ଯେଉଁ ଯେଉଁ ମଧୁମୟ ସୁଖ ଆସିବା କଥା ତାହା ସବୁ ଆସିଯିବ। ନିଜର କର୍ମ ଅନୁସାରେ ସେ ସମସ୍ତ ସୁଖ ଶାନ୍ତି ପାଖେଇ ଆସିବ। 9:25 ପରଠାରୁ ସମସ୍ତ ବୃତ୍ତି, ବ୍ୟବସାୟ, ସେବା, ଚାକିରି ଓ ବ୍ୟବସାୟରୁ ଭଲ ଆୟ ହେବ। କୃଷକଙ୍କର ଅମଳ ଯଥେଷ୍ଟ ହେବ, ଯାହାକୁ ଲାଭରେ ଗଣି ହେବ ନାହିଁ। ଏତେ ହେବ ଯେ ଆୟତ ହେବ। ଶେଷ ବେଳକୁ ହିସାବ କରି ଦେଖିବା, ମୋର ଆୟ ପ୍ରତିଦିନ 10 ଟଙ୍କା ହୁଏ, ଆଜି କ'ଣ 53 ଟଙ୍କା ହେଇଛି? ଏଇ 43 ଟଙ୍କା କେଉଁଠୁ ଆଇଲା? ଓହୋ, ଆଜି ବଢ଼ିଆ ଲାଭ ହେଇଛି। ଏଇ ଚିନ୍ତାରେ ସୁଖ ନିଦ୍ରାରେ ଶୋଇପଡ଼ିବେ ରାତିରେ। 31 ତାରିଖ ବୁଧବାର ମକର ରାଶି ପାଇଁ ବାରଦୋଷ ନାହିଁ। ମାତ୍ର ମେଷ, କର୍କଟ, ବିଛା, ଧନୁମାନଙ୍କ ପାଇଁ ବାରଦୋଷ ଅଛି। ବୁଧବାର କାର ଦୋଷ ଅଛି କ୍ଷତିକାରକ ହେବ? ମେଷର, କର୍କଟର, ବିଛାର, ଧନୁର, ମୀନର ଆଜି ବାରଦୋଷ କଷ୍ଟ ଦେବ। କିନ୍ତୁ ମକରର ନାହିଁ। ଆଜି ଦିନ 1:29 ଯାଏ ଉତ୍ତରାଷାଢ଼ା ନକ୍ଷତ୍ରର ଅଶୁଭ। 1:30ରୁ ଶ୍ରବଣ ନକ୍ଷତ୍ରର ଅଶୁଭ ଆରମ୍ଭ ହେବ। ସକାଳ 9:25 ଯାଏ ଗତକାଲିର ଅସୁସ୍ଥତା ଜାରି ରହିବ। ତା ପରଠାରୁ ଧୀରେ ଧୀରେ ସବୁ ରୋଗ ଦୂରେଇ ଯିବ। ସମସ୍ତ ସମସ୍ୟା ହଜିଯିବ। ଯାବତୀୟ ଲୌକିକ, କୌଳିକ, ମୌଳିକ ଓ ପାରିବାରିକ ସୁଖ ମିଳିବ। ମୌଳିକ କାହିଁ କହିଲି? ପ୍ରତି ଲୋକଙ୍କର ଏକ ସ୍ୱତନ୍ତ୍ର ମନ ଅଛି, ସ୍ୱତନ୍ତ୍ର ସୁଖ ଅଛି। ସେମାନଙ୍କୁ ସେମାନଙ୍କର ମନ ଲାଖି ସୁଖ ମିଳିବ। ମୌଳିକ ସୁଖ ପାଇବେ। କୌଳିକ ସୁଖ ଆମ କୁଳ, ଆମ ବଂଶ ଯେଉଁ ସୁଖ ଚାହେଁ, ତେଣୁ କୌଳିକ, ମୌଳିକ, ଲୌକିକ ଲୋକେ ଯେଉଁ ସୁଖ ଚାହାନ୍ତି, ବୌଦ୍ଧିକ ନିଜ ବୁଦ୍ଧି ବଳରେ ଯେଉଁ ସୁଖ ମିଳେ, ଏଇଭଳି ଯାବତୀୟ ସୁଖ ଲାଭ କରିବେ। 31 ତାରିଖ ବୁଧବାର କୁମ୍ଭ ରାଶିର ଜନତା ସକାଳ ଓଳି ଆନନ୍ଦରେ କଟାଇବେ। ଭାଇ ଭଉଣୀ ସମ୍ପର୍କ ମଧୁମୟ ହେବ। ପାରିବାରିକ ସୁଖ ଓ ମହୋତ୍ସବ ମିଳିବ। 9:25 ପରଠାରୁ କ୍ରମଶଃ ଅଶାନ୍ତ ବୋଧ ହେବ। ଦେହ ଅବଶ ଲାଗିବ।
ଅସୁସ୍ଥ ହେବେ। ଯାହା ସୁଖ ସମୃଦ୍ଧି ଆଜି ବେଶୀ କିଛି ରହିବ 9ଟା 25 ଯାଏ। ତା ପରଠାରୁ କଷ୍ଟେ ମଷ୍ଟେ 10ଟା ଯାଏ ଆପଣଙ୍କର ବ୍ୟବସାୟ ଚାଲିବ। ତାପରେ ସମସ୍ତ ବ୍ୟକ୍ତି ବିଶ୍ରାମ ନେବାକୁ ବାଧ୍ୟ ହେବେ। 9-10ଟା ପରଠୁ କୌଣସି କାମ କରିବା ପାଇଁ ଦେହ ଚାହିଁବନି। ଦେହ ପାଇଁ ବିଶ୍ରାମ ଆବଶ୍ୟକ। ଆଜି 1:29 ଯାଏ ଶତଭିଷାର ଅଶୁଭ ସମୟ। 1:30ରୁ ପୂର୍ବ ଭାଦ୍ରର ଅଶୁଭ ସମୟ। ସାବଧାନ, ଦେହ ଅସୁସ୍ଥ ହେବାର ଅଛି। 31 ତାରିଖ ବୁଧବାର, ମୀନ ରାଶିର ଲୋକେ ସକାଳ 9ଟା 25 ଯାଏ ଅଶୁଭ ଭୋଗିବେ। ମନ ଆକୁଳ ବ୍ୟାକୁଳ ହେବ। 9ଟା 25 ଯାଏ ମୀନ ରାଶିର ଲୋକମାନଙ୍କର ସକାଳ 9ଟା 25 ଯାଏ ମନ ଆକୁଳ ବ୍ୟାକୁଳ ହେବ। କୁଟୁମ୍ବର କଳହ ଜ୍ୱାଳା ବଢ଼ିଯିବ। କିଛି ବୃଥା ବ୍ୟୟ ହେବ। ଶାନ୍ତି ବ୍ୟାହତ ହେବ। ଦିନ 1:29 ଯାଏ ଉତ୍ତର ଭାଦ୍ର ନକ୍ଷତ୍ରର ଅଶୁଭ ସମୟ। 1:30ରୁ ରେବତୀ ନକ୍ଷତ୍ରର ଅଶୁଭ ସମୟ ଆରମ୍ଭ ହେବ। ସକାଳ 9ଟା 25 ପରଠାରୁ ସମସ୍ତ ମୌଳିକ ଲୌକିକ ସୁଖ କ୍ରମଶଃ ଆରମ୍ଭ ହେବ। ପ୍ରାୟ ଆୟ ଅମଳ ବଢ଼ିଯିବ। ସମସ୍ତ ବୃତ୍ତିଧାରୀ ଭଲ ଆୟ କରି ଖୁସି ହେବେ। ଦେହ ଭଲ ରହିବ। ଏ ଗଲା ମୀନରାଶି କଥା। ଆଜି 31 ତାରିଖ ବୁଧବାର। ଆଜି ସୂର୍ଯ୍ୟ ଅସ୍ତ ହେବେ 5ଟା 16 ପରେ। ଅଶୁଭ ସମୟ ଆରମ୍ଭ ହେବ 11ଟା 53ରୁ 1:15 ଯାଏ। 11ଟା 53ରୁ 1:15 ଯାଏ ସୂର୍ଯ୍ୟ ଅସ୍ତ ହେବେ 5ଟା 16ରେ। ଗୁରୁବାରକୁ ଲକ୍ଷ୍ମୀବାର କହନ୍ତି। ଆଉ ଏ ଦିନ ଆମର ବର୍ଷର ପ୍ରଥମ ଦିନ। ହାପି ନ୍ୟୁ ଇୟର୍। ବନ୍ଧୁ, ଯେଉଁମାନଙ୍କର ଜନ୍ମ 3, 12, 21 ଓ 30 ତାରିଖରେ, ଯେଉଁମାନଙ୍କର ଜନ୍ମ 3, 12, 21 ଓ 30 ତାରିଖରେ ଏ 26 ମସିହା ସେମାନଙ୍କୁ ଏକ ସ୍ୱତନ୍ତ୍ର ସୁଖ ଦେବ। ଯେତେ ଇଚ୍ଛା ଆଶା ସବୁ ଅପୂରଣ ଅଛି 26 ମସିହାରେ ତାହା ପୂରଣ ହେବ। ବନ୍ଧୁ, ଆସନ୍ତାକାଲି ଗୁରୁବାର ନବବର୍ଷ। କାଲି ଆମେ କିଛି କାହାକୁ କହିବାନି, କାହା ମନ ଦୁଃଖ ହେଇଯିବ। ତେଣୁ ମୁଁ ଈଶ୍ୱରଙ୍କୁ ପ୍ରାର୍ଥନା କରୁଛି ସମସ୍ତଙ୍କ ପାଇଁ ଏଇ 26 ମସିହା ଶୁଭଙ୍କର ହେଉ। ନମସ୍କାର ବନ୍ଧୁ, ନମସ୍କାର।